କାହା ସହିତ ବନ୍ଧୁତା କରିବା ପୂର୍ବରୁ ପ୍ରଥମେ ଆମେ ଦେଖନ୍ତି ତାର ସାମର୍ଥ୍ୟକୁ। ସେ ଆମର ସମସ୍କନ୍ଧ ତ। କିନ୍ତୁ ମନେ ପକାନ୍ତୁ ଟିକିଏ, ସୁଦାମାଙ୍କ ପାଖରେ ଶ୍ରୀକୃଷ୍ଣଙ୍କୁ ଦେବା ପାଇଁ ମୁଠାଏ ଖୁଦ ବ୍ୟତୀତ ଅନ୍ୟ କିଛି ବି ନଥିଲା। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସେହି ମୁଠାଏ ଖୁଦ ଭିତରେ ଦେଖିପାରିଥିଲେ ଅମାପ ପ୍ରେମର ଗଭୀରତାକୁ। କାରଣ ଧନରେ ନୁହେଁ, ବରଂ ଭାବରେ ହିଁ ବନ୍ଧୁତା ଗଢ଼ି ଉଠିଥାଏ। ପ୍ରକୃତ ବନ୍ଧୁ ପଦବାଚ୍ୟ ସିଏ ହୋଇଥାଏ ଯିଏ ଦାରିଦ୍ରତା ସମୟରେ ମଧ୍ୟ ବନ୍ଧୁକୁ ଉଚିତ ସମ୍ମାନ ଦେଇଥାଏ। ସେହିପରି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପ୍ରଥମେ ସୁଦାମାକୁ କୌଣସି ଧନ ସମ୍ପତ୍ତି ଦେଇନଥିଲେ। ପ୍ରଥମେ ଦେଇଥିଲେ ଉଚିତ ସମ୍ମାନ, ଯାହାକି ଏକ ବନ୍ଧୁତାର ମର୍ଯ୍ୟାଦା ଅଟେ।